ଜୟ ଜଗନ୍ନାଥ। ଧର୍ମଗ୍ରନ୍ଥ ଅନୁଯାୟୀ ମହର୍ଷି ଭୃଗୁ ହେଉଛନ୍ତି ବ୍ରହ୍ମାଙ୍କର ମାନସ ପୁତ୍ର। ତାଙ୍କର ପତ୍ନୀ ନାମ ଖ୍ୟାତି, ଯିଏ ଦକ୍ଷଙ୍କର ପୁତ୍ରୀ ଥିଲେ। ମହର୍ଷି ଭୃଗୁ ସପ୍ତର୍ଷି ମଣ୍ଡଳର ଜଣେ ଋଷି। ଶ୍ରାବଣ ଓ ଭାଦ୍ରପଦରେ ସେ ଭଗବାନ ସୂର୍ଯ୍ୟଙ୍କ ରଥରେ ରହୁଥିଲେ। ଥରେ ସରସ୍ୱତୀ ନଦୀ କୂଳରେ ମୁନି ଋଷିମାନେ ଏକତ୍ରିତ ହୋଇ ଏହି ବିଷୟରେ ଆଲୋଚନା କରୁଥିଲେ ଯେ ଭଗବାନ ବ୍ରହ୍ମା, ଭଗବାନ ଶିବ ଏବଂ ଭଗବାନ ବିଷ୍ଣୁ ମଧ୍ୟରେ କିଏ ବଡ଼ ବା କିଏ ଶ୍ରେଷ୍ଠ। ଏହାର କୌଣସି ଉଚିତ ସିଦ୍ଧାନ୍ତ ନ ବାହାରିବାରୁ ସେମାନେ ତ୍ରିଦେବଙ୍କର ପରୀକ୍ଷା ନେବାକୁ ସ୍ଥିର କଲେ ଏବଂ ଏହି କାର୍ଯ୍ୟ ପାଇଁ ବ୍ରହ୍ମାଙ୍କର ମାନସପୁତ୍ର ଭୃଗୁଙ୍କୁ ନିଯୁକ୍ତ କଲେ। ଭୃଗୁ ସର୍ବପ୍ରଥମେ ବ୍ରହ୍ମାଙ୍କ ପାଖକୁ ଯାଇଥିଲେ। ଭୃଗୁ ବ୍ରହ୍ମାଙ୍କୁ ପ୍ରଣାମ କଲେ ନାହିଁ। ଏହା ଦେଖି ବ୍ରହ୍ମା କ୍ରୋଧିତ ହୋଇଗଲେ। ଅତ୍ୟଧିକ କ୍ରୋଧ ହେତୁ ତାଙ୍କ ମୁହଁ ରାଗରେ ଲାଲ ହୋଇଗଲା। ପରେ ସେ ଚିନ୍ତା କଲେ ଭୃଗୁ ନିଜର ପୁତ୍ର। ବ୍ରହ୍ମା ନିଜର କ୍ରୋଧକୁ ବିବେକ ଓ ବୁଦ୍ଧିରେ ଦବେଇ ଦେଲେ। ସେଠାରୁ ଭୃଗୁ କୈଳାସକୁ ଗଲେ। ଭଗବାନ ଶିବ ଦେଖିଲେ ଯେ ଭୃଗୁ ଆସୁଛନ୍ତି, ତେଣୁ ସେ ନିଜ ପଦରୁ ଉଠି ତାଙ୍କୁ ଆଲିଙ୍ଗନ କରିବାକୁ ବାହୁ ବିସ୍ତାର କଲେ। କିନ୍ତୁ ଭୃଗୁ ତାଙ୍କୁ ପରୀକ୍ଷା କରିବାକୁ ଯାଇ ତାଙ୍କ ଆଲିଙ୍ଗନକୁ ପ୍ରତ୍ୟାଖ୍ୟାନ କଲେ। କହିଲେ, ମହାଦେବ, ଆପଣ ସର୍ବଦା ବେଦ ଏବଂ ଧର୍ମକୁ ସମ୍ମାନକୁ ଉଲ୍ଲଙ୍ଘନ କରୁଛନ୍ତି। ଦୁଷ୍ଟ ଓ ପାପୀମାନଙ୍କୁ ଯେଉଁ ସବୁ ସୁଫଳ ଦେଉଛନ୍ତି, ସେମାନେ ସୃଷ୍ଟି ଉପରେ ଏକ ଭୟଙ୍କର ସଙ୍କଟ ସୃଷ୍ଟି କରୁଛନ୍ତି। ତେଣୁ ମୁଁ ଆପଣଙ୍କୁ କଦାପି ଆଲିଙ୍ଗନ କରିବି ନାହିଁ। ତାଙ୍କ କଥା ଶୁଣି ଭଗବାନ ଶିବ କ୍ରୋଧିତ ହୋଇ ଉଠିପଡ଼ିଲେ। ସେ ତ୍ରିଶୂଳ ଉଠାଇ ଯେତେବେଳେ ଭୃଗୁଙ୍କୁ ହତ୍ୟା କରିବାକୁ ଚେଷ୍ଟା କଲେ, ସେତେବେଳେ ଭଗବତୀ ସତୀ ତାଙ୍କୁ ଅନୁରୋଧ କରି କିଛି ମାତ୍ରାରେ ଶାନ୍ତ କରାଇ ଦେଇଥିଲେ। ଏହାପରେ ଭୃଗୁ ବୈକୁଣ୍ଠପୁରକୁ ଗଲେ। ସେହି ସମୟରେ ଭଗବାନ ବିଷ୍ଣୁ ମା ଲକ୍ଷ୍ମୀଙ୍କ ସାଙ୍ଗରେ ପ୍ରେମ ଆଳାପରେ ମାତିଥାନ୍ତି। ମହର୍ଷି ଭୃଗୁ ଯେତେବେଳେ ବେଦପାଠ ଉଚ୍ଚାରଣ କରି ଡାକିଲେ ସୁଦ୍ଧା ଭଗବାନ ଧ୍ୟାନ ତାଙ୍କ ଆଡ଼କୁ ରହିଲା ନାହିଁ। ତେଣୁ ଭୃଗୁ ବହୁତ କ୍ରୋଧିତ ହୋଇଗଲେ। ଭୃଗୁ ଅତ୍ୟଧିକ କ୍ରୋଧିତ ହୋଇ ଭଗବାନ ବିଷ୍ଣୁଙ୍କ ଛାତିରେ ଜୋରରେ ଗଇଁଠାଟିଏ ମାରିଲେ। ଭକ୍ତବତ୍ସଳ ଭଗବାନ ବିଷ୍ଣୁ ଖୁବ୍ ଶୀଘ୍ର ନିଜ ଆସନରୁ ଉଠିପଡ଼ିଲେ ଏବଂ ତାଙ୍କୁ ପ୍ରଣାମ କରି ତାଙ୍କ ପାଦକୁ ଆଉଁସି କରି କହିଲେ, ପ୍ରଭୁ, ଆପଣଙ୍କ ପାଦରେ ଆଘାତ ଲାଗିନାହିଁ ତ? ଦୟାକରି ଆସନରେ ବିଶ୍ରାମ କରନ୍ତୁ। ଭଗବାନ, ମୋତେ ଆପଣଙ୍କର ଶୁଭ ଆଗମନ ବିଷୟରେ ଜଣା ନଥିଲା, ତେଣୁ ମୁଁ ଆପଣଙ୍କୁ ସ୍ୱାଗତ କରିପାରିଲି ନାହିଁ। ଆପଣଙ୍କର ତୀର୍ଥଯାତ୍ରାର ପବିତ୍ର ପାଦର ସ୍ପର୍ଶରେ ମୁଁ ଧନ୍ୟ ହୋଇଗଲି। ଭଗବାନ ବିଷ୍ଣୁଙ୍କର ଏହି ଆଚରଣ ଦେଖି ମହର୍ଷି ଭୃଗୁଙ୍କ ଆଖିରୁ ଲୁହ ଝରିଗଲା। ସେ ସଙ୍ଗେ ସଙ୍ଗେ ଭଗବାନଙ୍କ ଗୋଡ଼ତଳେ ପଡ଼ିଗଲେ। ଏହାପରେ ସାଧୁଙ୍କ ପାଖକୁ ଫେରି ଭଗବାନ ବ୍ରହ୍ମା, ଭଗବାନ ବିଷ୍ଣୁ, ଭଗବାନ ଶିବଙ୍କର ସମସ୍ତ ଅନୁଭୂତି ବିଷୟରେ ବିସ୍ତୃତ ଭାବରେ କହିଥିଲେ। ସମସ୍ତ ମୁନି ଋଷିମାନେ ତାଙ୍କ ଅନୁଭୂତି ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ସେମାନଙ୍କର ସମସ୍ତ ସନ୍ଦେହ ଦୂର ହୋଇଗଲା। ସେବେଠୁ ଭଗବାନ ବିଷ୍ଣୁଙ୍କୁ ଶ୍ରେଷ୍ଠ ବୋଲି ଭାବି ତାଙ୍କ ପୂଜାର୍ଚ୍ଚନା କଲେ। ଭିଡ଼ିଓଟି ଭଲ ଲାଗିଲେ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ।